ଜୟ ପିଲାମାନେ ତୁମମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୋ କ୍ଲାସେସ୍କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଦେଖିବେ କି ଗୋଟିଏ ଶବ୍ଦ ବା ଗୋଟିଏ ବାକ୍ୟରେ ଉତ୍ତର ଦିଅ। ତ ଯାଇକି ଆମର 1 ନମ୍ବର ବିଶିଷ୍ଟ ପ୍ରଶ୍ନ ରହିଛି। ତ ଆମେ ପୂର୍ବ ଭିଡ଼ିଓରେ ପିଲାମାନେ ଆମେ MCQ ଗୁଡ଼ିକ ସାରି ଦେଇଛେ। ତ ବାକି ରହିଲା 1 ମାର୍କ କ୍ୱେଶ୍ଚନ୍ସ। ତ ଦେଖିବା। ତ ଦେଖ T.S. ଇଲିୟଟ୍ କେବେ ଜନ୍ମଗ୍ରହଣ କରିଥିଲେ? ତ ଆର ସଠିକ୍ ଆନ୍ସର କ'ଣ ପିଲାମାନେ? 1888 ମସିହାରେ T.S. ଇଲିୟଟ୍ ଜନ୍ମଗ୍ରହଣ କରିଥିଲେ। ତ T.S. ଇଲିୟଟ୍ କେଉଁଠି ଜନ୍ମଗ୍ରହଣ କରିଥିଲେ? ନା ତାଙ୍କ ଜନ୍ମସ୍ଥାନ ହେଉଛି ଆମେରିକାର ସେଣ୍ଟ ଲୁଇସ୍ ସହରରେ ସେ ଜନ୍ମଗ୍ରହଣ କରିଥିଲେ। ଆମେରିକାରେ ସେ ଜନ୍ମଗ୍ରହଣ କରିଥିଲେ। ୱେଷ୍ଟଲ୍ୟାଣ୍ଡ କବିତାଟି ପୁସ୍ତକ ଆକାରରେ ପ୍ରକାଶ ହେବା ପୂର୍ବରୁ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା? ଦ କ୍ରିଟେରିୟନ୍ ପତ୍ରିକାରେ ସେ ପ୍ରକାଶିତ ହେଲା। କ୍ରିଟେରିୟନ୍ କ'ଣ ପତ୍ରିକାରେ ସେ ପ୍ରକାଶିତ ହୋଇଥିଲା। ୱେଷ୍ଟଲ୍ୟାଣ୍ଡ କବିତା କେବେ ପୁସ୍ତକ ଆକାରରେ ଆତ୍ମପ୍ରକାଶ କଲା? ନା 1922 ମସିହାରେ ସେ ପୁସ୍ତକ ଆକାରରେ ଆତ୍ମପ୍ରକାଶ କଲା। ୱେଷ୍ଟଲ୍ୟାଣ୍ଡ କବିତାକୁ କେତେ ଭାଗ ବିଭକ୍ତ କରାଯାଇଛି? ନା 5 ଭାଗ ବିଭକ୍ତ କରାଯାଇଛି। ପିଲାମାନେ ଦେଖ ଯେଉଁ ୱେଷ୍ଟଲ୍ୟାଣ୍ଡ କବିତା କହୁଛି, ତ ଏହି ଭିତରୁ ପିଲାମାନେ ଏଇ 3ଟି ଭିତରୁ ଯେଉଁଟା ହେଲେ ଗୋଟେ କ୍ୱେଶ୍ଚନ୍ ସେ ଦେଇଦେବ ହେଲା। ତ ସେଥିପାଇଁ ଟିକେ ମନେ ରଖିବ ଏଇ 3ଟି ଭିତରୁ। ତ ୱେଷ୍ଟଲ୍ୟାଣ୍ଡ କବିତାର ମୁଖ୍ୟ ଚରିତ୍ର ନାମ କ'ଣ? ନା ଟାଇରେସିଆ। ତ ମୁଖ୍ୟ ଚରିତ୍ର କିଏ ଥିଲେ? ନା ଟାଇରେସିଆ। ଦ ୱେଷ୍ଟଲ୍ୟାଣ୍ଡ କବିତାରେ ଶୀତ ପରେ କେଉଁ ମାସ ଆସିଥିଲା? ନା ଶୀତ ପରେ ଆସିଥିଲା ନବଜୀବନର ମାସ ଏପ୍ରିଲ। ଶୀତ ପରେ ଆସିଥିଲା କ'ଣ? ଏପ୍ରିଲ ମାସ। ବର୍ଷା ଋତୁକୁ କେଉଁ ଋତୁ ଭାବରେ ଗ୍ରହଣ କରାଯାଏ? ନା ବର୍ଷା ଋତୁକୁ ଆମର ନବଜୀବନ ଋତୁ ଭାବରେ, ମାନେ ନୂଆ ଗୋଟେ ଜୀବନ ଆସିଲେ ଯେମିତି ଆମକୁ ଗୋଟେ ନୂଆ ଜୀବନ ମିଳିଯାଏ, ସେଭଳି ଭାବରେ ବର୍ଷା ଋତୁ ଆସିଲେ ନବଜୀବନ ଆସିଥାଏ, ଗୋଟେ ନୂଆ ଜନ୍ମ ମିଳିଥାଏ ବୋଲି ଗ୍ରହଣ କରାଯାଏ। ବାଲିକୁ କାହାର ପ୍ରତୀକ ଭାବରେ? କାଳପୁରୁଷର ଗ୍ରହଣ କରାଯାଇଛି। ନା ଜୀବନହୀନତାର ପ୍ରତୀକ ଭାବରେ ବାଲିକୁ ଗ୍ରହଣ କରାଯାଇଛି। ଗୋଟେ ପିଲାମାନେ ମନେ ରଖିଥାଉ, ବହୁତ ଇମ୍ପୋର୍ଟାଣ୍ଟ ଗୋଟେ କ୍ୱେଶ୍ଚନ୍ ରହୁଛି ଏଠି। ଆଧୁନିକ ମଣିଷମାନଙ୍କ ପାଇଁ କେଉଁ ମାସଟି ନିଷ୍ଠୁର ବୋଲି କୁହାଯାଇଛି? ଏମିତି ପଚାରିଥାଉ, ମାସକୁ ନେଇକରି ଗୋଟେ ପଚାରିଥାଉ। ତ ନବଜୀବନର ମାସ କ'ଣ? ନିଷ୍ଠୁର ମାସ କ'ଣ? ବା ସେଇଟା। ତ ଏପ୍ରିଲ ମାସଟି ନିଷ୍ଠୁର ମାସ ବୋଲି କୁହାଯାଇଛି। ଆଧୁନିକ ମଣିଷ ପାଇଁ କେଉଁ ଋତୁଟି ଆରାମଦାୟକ ବୋଲି କୁହାଯାଇଛି? ନା ଆଧୁନିକ ମଣିଷ ପାଇଁ ଶୀତ ଋତୁଟି ଆରାମଦାୟକ ବୋଲି କୁହାଯାଇଛି। ଶୀତ ଋତୁକୁ ଏଠାରେ ଆରାମଦାୟକ ବୋଲି କୁହାଯାଇଛି। ଟାଇରେସିଆ କେଉଁ ସହରକୁ ଅସତ୍ୟ ସହର ବୋଲି କହିଛି? ନା ଟାଇରେସିଆ ଲଣ୍ଡନ ସହରକୁ ଟାଇରେସିଆ କ'ଣ? ନା ଅସତ୍ୟ ସହର ବୋଲି ସେ କହିଛି। କବିତାରେ ବ୍ୟବହୃତ ଲାଲ ପଥର କାହାର ପ୍ରତୀକ? ନା କବିତାରେ ବ୍ୟବହୃତ ଲାଲ ପଥରଟି ଖ୍ରୀଷ୍ଟିଆନ ଚର୍ଚ୍ଚର ପ୍ରତୀକ। ଯେଉଁ ଖ୍ରୀଷ୍ଟିଆନ ଚର୍ଚ୍ଚ ଅଛି ତାର ପ୍ରତୀକ ହେଉଛି କି ନା ଯେଉଁ କବିତାରେ ବ୍ୟବହୃତ ହୋଇଥିଲା ଆମର ଲାଲ ପଥରଟି। ପଥର, ମଲା ଗଛ, ଶୁଖିଲା ପଥରକୁ କାହାର ପ୍ରତୀକ ରୂପେ କବିତାରେ ନେଇଛନ୍ତି? ନା ପଥର, ମଲା ଗଛ, ଶୁଖିଲା ପଥରକୁ ଜ୍ୱଳନ୍ତ ସୂର୍ଯ୍ୟ ନିଶାଙ୍ଗତର ପ୍ରତୀକ ଭାବରେ ସେ ଗ୍ରହଣ କରିଛନ୍ତି। କେଉଁ ଅଧିବାସୀମାନେ ପୁନର୍ଜନ୍ମ ଉପରେ ଆସ୍ଥା ଓ ବିଶ୍ୱାସ ସ୍ଥାପନ କରିପାରନ୍ତି ନାହିଁ? ନା ୱେଷ୍ଟଲ୍ୟାଣ୍ଡର ଅଧିବାସୀମାନେ ପୁନର୍ଜନ୍ମ ଉପରେ ବିଶ୍ୱାସ ସ୍ଥାପନ କରିପାରନ୍ତି ନାହିଁ। କିଏ 5ଟି ପିଲାର ଜନନୀ? ନା ଲିଲି 5ଟି ପିଲାର ଜନନୀ। ଟାଇରେସିଆ ଶରତ ଋତୁରେ କେଉଁ ନଦୀର ତଟସ୍ଥ ଦୃଶ୍ୟରାଜିକୁ ଲକ୍ଷ୍ୟ କରିଛନ୍ତି? ନା ଟେମ୍ସ ନଦୀର ଯେଉଁ ଦୃଶ୍ୟରାଜି ରହିଛି ତାକୁ ଲକ୍ଷ୍ୟ କରିଛନ୍ତି। ଟେମ୍ସ ନଦୀର ତଟସ୍ଥ ଦୃଶ୍ୟରାଜିକୁ ଏଠାରେ ଲକ୍ଷ୍ୟ କରାଯାଇଛି। ତ ଟେମ୍ସ ନଦୀକୁ ଭାରତର କେଉଁ ନଦୀ ସହ ତୁଳନା କରାଯାଇଛି? ନା ପିଲାମାନେ ଟେମ୍ସ ନଦୀକୁ ଭାରତର ଗଙ୍ଗା ନଦୀ ସହିତ ତୁଳନା କରାଯାଇଛି ଏଠାରେ। ତ କିଏ ସୋଢ଼ା ପାଣିରେ ଗୋଡ଼ ଧୁଅନ୍ତି? ନା ଶ୍ରୀମତୀ ପୋଟର ସୋଢ଼ା ପାଣିରେ ଗୋଡ଼ ଧୁଅନ୍ତି। ବହୁତ ପିଲାମାନେ ଦେଖ, ବହୁତ ବଢ଼ିଆ କ୍ୱେଶ୍ଚନ୍ ଗୁଡ଼ିକ ଅଛି ମଧ୍ୟ, ଆଉ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଗୁଡ଼ିକ ମଧ୍ୟ ରହିଛି। ତ ସେଥିପାଇଁ ଦେଖ, ୱେଷ୍ଟଲ୍ୟାଣ୍ଡ କବିତା ଚତୁର୍ଥ ପର୍ବର ନାମ ଲେଖ। ଚତୁର୍ଥ ପର୍ବରେ କ'ଣ ଅଛି? ନା ୱେଷ୍ଟଲ୍ୟାଣ୍ଡ କବିତାର ପର୍ବ ନାମ ଡେଥ୍ ବାଇ ୱାଟର ବା ସଲିଳ ସମାଧି ବୋଲି ରହିଛି। ସେଇଟା ହେଉଛି ତାର ଚତୁର୍ଥ ପର୍ବର ନାମ। ତ ତାପରେ ଦେଖିବା 21 ନମ୍ବର କ୍ୱେଶ୍ଚନ୍। ୱେଷ୍ଟଲ୍ୟାଣ୍ଡ କବିତାର ଦ୍ୱିତୀୟ ପର୍ବ ଗେମ୍ ଅଫ୍ ଚେସ୍ର ଶିରୋନାମା ମିଡଲଟନ୍ଙ୍କ କେଉଁ ନାଟକରୁ କବି ଗ୍ରହଣ କରିଛନ୍ତି? ତ ୱେଷ୍ଟଲ୍ୟାଣ୍ଡ କବିତା ଦ୍ୱିତୀୟ ପର୍ବ ଗେମ୍ ଅଫ୍ ଚେସ୍ର ଶିରୋନାମା ମିଲଟନ୍ଙ୍କ ୱୋମେନ୍ ବିୱେର୍ ୱୋମେନ୍ ନାଟକରୁ କବି ଗ୍ରହଣ କରିଛନ୍ତି। ତ ସେଥିପାଇଁ 22 ନମ୍ବର କ୍ୱେଶ୍ଚନ୍ ଦେଖିବା। ଫସେନୀୟ ନାବିକର ନାମ ଉଲ୍ଲେଖ କର। ତ ଫନେସିୟ ନାବିକର ନାମ ଉଲ୍ଲେଖ କର। ତ ଫନେସିୟ ନାବିକର ନାମ ଫ୍ଲେବାସ୍ ହେଉଛି ଫନେସିୟ ନାବିକର ନାମ। ଟାଇପିଷ୍ଟ ତରୁଣୀଟି କାହା ସହ ଅବାଧ ମିଳାମିଶା କରିଥାଏ? ଟାଇପିଷ୍ଟ ତରୁଣୀଟି ଦଲାଲ ସହ ଅବାଧ ମିଳାମିଶା କରିଥାଏ। ତ ଲଣ୍ଡନ ସହରର ଫାଙ୍କା ଅର୍ଥହୀନ ହସକୁ କିଏ ଶୁଣିଛି? ଯେଉଁ ଫାଙ୍କା ଅର୍ଥହୀନ ବା ସେ ହସର ଅର୍ଥ କିଛି ନାହିଁ, ସେ ଯେଉଁ ଫାଙ୍କା ଅର୍ଥହୀନ ହସକୁ କିଏ ଶୁଣିଛି? ନା ଲଣ୍ଡନ ସହରରେ ଫାଙ୍କା ଅର୍ଥହୀନ ହସକୁ ଟାଇରେସିଆ ଶୁଣିଛି। କିଏ ଗ୍ରାମୋଫୋନରେ ରେକର୍ଡ଼ ଲଗାଇ ଗୀତ ଶୁଣୁଥାଏ? ଟାଇପିଷ୍ଟ ତରୁଣୀ ଗ୍ରାମୋଫୋନରେ ରେକର୍ଡ଼ ଲଗାଇ ଗୀତ ଶୁଣୁଥାଏ, ଯେଉଁ ଟାଇପିଷ୍ଟ ତରୁଣୀଟି। ପଡ଼ୋଶୀମାନେ କାହା ବିଷୟରେ ସଶବ୍ଦ ଆଲୋଚନା କରୁଥିଲେ? ନା ପଡ଼ୋଶୀମାନେ ଲିଲି ବିଷୟରେ ସଶବ୍ଦ ସଂକେତମୟ ଆଲୋଚନା କରୁଥିଲେ।
तो मेटामरफोसिस ग्रंथर रचयिता नाम कौन ना ओविड है। ओविड होती कौन मेटामरफोसिस ग्रंथर रचयिता। तो नाइटिंगेल किए रूपांतरित होते नाइटिंगेल किए रूपांतरित होते ना फिलोमेला नाइटिंगेल रूपांतरित होता फिलोमेला। तो 29 नंबर क्वेश्चन देखिए पे वेस्टलैंड कवितार प्राक प्रस्तुति समय कवि इलियट क्यों ग्रंथ संस्पर्श आसछन्ति। तो वेस्टलैंड कविता जो प्राक प्रस्तुति जो स्टार्ट है लेखा तो कवि इलियट श्री जेम्स फ्रेजर को द गोल्डन बथ एवं श्रीमती जेसी वेस्टर्न को फ्रॉम रिचुअल टू रोमांस ग्रंथ दुईटी संस्पर्श आसिछन्ति। ए दुईटी ग्रंथ द गोल्डन बथ एवं फ्रॉम रिचुअल रोमांस। वेस्टलैंड टाइरेसिया को कवि क्यों किंवदंती ग्रहण करछन्ति। वेस्टलैंड टाइरेसिया चरित्र को कवि थेबसर राजा ऑडिपस संपर्कित किंवदंती से ग्रहण करछन्ति। नाइटिंगेल पक्षर कहानी कवि क्यों पुस्तक ग्रहण करछन्ति ना मेटामरफोसिस ग्रंथ से ग्रहण करछन्ति। मेटामरफोसिस नाइटिंगेल पक्षर कहानी टी कहार स्वामी दीर्घ 4 वर्ष पर युद्धभूमि फेरी लिलीर स्वामी से युद्धर 4 वर्ष पर घर को फेरी केउं ऋतुरे टेम्स नदीर कूल तरुणी दैहिक मिलन स्थल होता। ग्रीष्म ऋतुरे जो टेम्स नदीर कूलटा तरुणी दैहिक मिलन स्थल होता। मेरी को किए स्लेज गाड़ी नहीं मेरीर मामू पुओ भाई मेरी को स्लेज गाड़ी नहीं। तो लिलीर स्वामीर नाम कौन ना आल्बर्ट। लिलीर स्वामीर नाम कौन ना आल्बर्ट। लिलीर बयस के ना 31। फ्लेबिस किए ना फोबिस नाविकों नाम हूँ फ्लेबस फोबिसियो नाविकर नाम हूँ कौन फ्लेबस। तापर देखिए पे 38 नंबर क्वेश्चन किए श्रेष्ठ विदुषी महिला रूपे यूरोप में परिचित ना मैडम सोसोस्ट्रिस विदुषी महिला रूपे सोसोस्ट्रिस से विदुषी महिला रूपे परिचित यूरोप में। विख्यात अदृष्ट दृष्टि किए ना मैडम सोसोस्ट्रिस विख्यात अदृष्ट दृष्टि है। कहार आखि दुईटी मुक्ता परी नाविकर आखि दुईटी मुक्ता परी सुंदर थिला। टी.एस. एलियट का द वेस्टलैंड कविता को किए ओडिया अनुवाद करते ज्ञानोदरी वर्मा ओडिया से अनुवाद करते। कालपुरुष कविताटी कवि गुरुप्रसाद महांतीकर क्यों कविता संकलन आनीत। समुद्र स्थान कालपुरुष कविताटी आसी। कालपुरुष कविताटी केबे प्रकाश पाइला ना 1960 मसीह प्रकाश पाइथिला। कालपुरुष कविताटी क्यों पत्रिकार प्रथम प्रकाश लाभ करथिला प्रज्ञा पत्रिका कालपुरुष कविताटी प्रथम प्रकाश लाभ करथिला। कालपुरुष कविताटीर लेखा केबेठार शेष होइतिला बोली कवि गुरुप्रसाद महांती कहते ना 1957 लेखाटा सरीथिला बोली कवि गुरुप्रसाद महांती कहते। कालपुरुष कविताटी केते धाड़ी विशिष्ट पे मैंने ना 379। तो 47 नंबर देखिए कालपुरुष कविताटी केते धाड़ी विशिष्ट सरी पे मैंने केते भाग होइतियो केते भाग विशिष्ट ना 5 भाग से विभक्त होइछे। कालपुरुष नायक को कवि क्यों नाम नामित करछन्ति तृतीय पुरुष। कालपुरुष नायक जी थे हिरो जी आम कहे फिल्म से होती तृतीय पुरुष। कालपुरुष नायक कहार आगमन निष्ठुर निर्मम अटे ना कालपुरुष नायक वर्षा ऋतुर आगमन निष्ठुर और निर्मम अटे बोली कहुए। किए अक्रूर उद्धव पर मुक्ति खोजी चली ना काव्य नायक अक्रूर उद्धव परी काव्यर नायक जी काव्यर हिरो से अक्रूर और उद्धव पर मुक्ति खाली खोजी खाली मत मुक्ति मिलू केमी। गुरुप्रसाद महांतीकर प्रथम कविता संकलन नाम लेख प्रथम कविता संकलन हूँ गुरुप्रसाद महांतीकर नूतन कविता। समुद्र स्नान कविता संकलन क्यों पुरस्कार पाइथिला ना केंद्र साहित्य एकाडेमी पुरस्कार पाइथिला। आधुनिक मनुष्यर जीवन को प्रति समत्व बोध को कवि क्यों मिथ माध्यम उल्लेख करछन्ति ना अरुंधति मिथ भाव से उल्लेखित करछन्ति उल्लेख करछन्ति। तार 54 आसला पे देख यौनानुभूति मिथ भाव कवि क्यों पौराणिक चरित्र नहीं इला यौनानुभूतिर प्रतीक तो प्रतीक भाव है मिथ भाव प्रतीक रूपे कवि क्यों पौराणिक चरित्र नहीं इला इला बोली जो कहते इला चरित्र से नहीं। कालपुरुषर मुख्य स्वरटी कौन मुख्य स्वरटी हूँ मृत्यु प्रलय। कालपुरुषर अर्थ कौन तो कालपुरुष हूँ मृत्यु दूत कालर मृत्युगत विग्रह से हूँ मृत्युर दूत मल पर जो दूत रोचन से होती कालपुरुष और कालर मृत्युगत विग्रह। अरुंधति कहार पत्नी तो अरुंधति विशिष्ट ऋषि पत्नी बड़पति परायण उत्तराकाश में सप्तशी मंडल लांजरे षष्ठ तारा विशिष्ट पाखे से क्षुद्र ताराटी हो रही। तो परीक्षित मिथटी को कवि क्यों ग्रंथ ग्रहण कर परीक्षित मिथटी कवि महाभारत ग्रंथर से ग्रहण कर। फिकाजन आलुहरे काव्य नायक क्यों सहर स्वप्न देखे तो फिकाजन नायक कवि कटक नायकटा क्यों सहर स्वप्न देखे ना कटक सहर स्वप्न देखी जो फिकाजन आलुहरे
ଉଭୟଲିଙ୍ଗୀ ଇଳା କାହାର ପ୍ରତୀକ ନା ଯୌନାନୁଭୂତିର ପ୍ରତୀକ। ଦେଖ ଇଳା କାହାର ପ୍ରତୀକ ନା ଯୌନାନୁଭୂତିର ପ୍ରତୀକ କିଏ ନା ଇଳା। ଏଇଟା କ୍ୱେଶ୍ଚିନ୍ ରିପିଟ୍ ଖାଲି କରୁଛି ପିଲାମାନେ। ଚନ୍ଦ୍ରଭାନୁ ଚରିତ୍ର କବି କେଉଁ କାବ୍ୟରୁ ଗ୍ରହଣ କରିଛନ୍ତି ନା ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀରୁ ଚନ୍ଦ୍ରଭାନୁ ଚରିତ୍ରକୁ ସେ ଆଣିଛନ୍ତି। କବି କେଉଁ ପୋଲ୍ କଥାକୁ କବିତାରେ ଉଲ୍ଲେଖ କରିଛନ୍ତି ନା ରାଣୀହାଟ ପୋଲ୍ କଥାକୁ ସେ କବିତାରେ ଉଲ୍ଲେଖ କରିଛନ୍ତି। କିଏ ତକ୍ଷକ ଦର୍ଶନର ଭୟରେ ଭୟଭୀତ ଥିଲେ? ପରୀକ୍ଷିତ ତକ୍ଷକ ଦର୍ଶନ ଭୟରେ ଭୟଭୀତ ଥିଲେ। ତ ଆଜି ପାଇଁ ତ ଦେଖିଲେ ପିଲାମାନେ ଆମେ 1 ମାର୍କ କ୍ୱେଶ୍ଚିନ୍ସ। ତ ଆଶା କରୁଛି କିଛିଟା ମନେ ରହିଥିବ। ତ ଆଜି ପାଇଁ କ୍ଲାସ୍ଟି ମୁଁ ଏଠୁ ରଖୁଛି ପିଲାମାନେ। ପରବର୍ତ୍ତୀ କ୍ଲାସ୍ରେ ଦେଖିବା 2 ମାର୍କ କ୍ୱେଶ୍ଚିନ୍ସ। ତ ସରି ପିଲାମାନେ 2 ମାର୍କ କ୍ୱେଶ୍ଚିନ୍ ଗୁଡ଼ିକ ଆମର ନାହିଁ ଏଠାରେ ବୋଧେ 5 ନମ୍ବର ବିଶିଷ୍ଟ ଦେଖିବା ପିଲାମାନେ 2 ମାର୍କ କ୍ୱେଶ୍ଚିନ୍। ତ ରହୁଛି ଜୟ ଜଗନ୍ନାଥ।